ନମସ୍କାର। ଆଜି ମଙ୍ଗଳବାର ଡିସେମ୍ବର 30 ତାରିଖର ଶୁଣିବାର ରାଶିଫଳ। ମେଷ। ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟତା ହେବ। ପରିବାରରେ ପୂର୍ବ ସ୍ୱୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହ ଉପକରଣ କିଣିବାକୁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରୁ ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ରଚନାତ୍ମକ କାମରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ବୃଷ। କର୍ମଜଞ୍ଜାଳ ମଧ୍ୟରେ ଘରୁ ବରାଦ ପାଇଥିବା ଜିନିଷଟି ନେବା ସକାଶେ ଭୁଲି ଯାଇ ପାରନ୍ତି। ବନ୍ଧୁଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି। ସମ୍ପର୍କୀୟଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କାମ ହାସଲରେ ସଫଳତା ପାଇବେ। ମିଥୁନ। ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପଡ଼ୋଶୀଙ୍କ ମାଧ୍ୟମରେ ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ ସ୍ତ୍ରୀଙ୍କୁ ଦାୟୀ କରି ବିଭିନ୍ନ ପ୍ରକାର କଥା କହିପାରନ୍ତି। ମନ ଭଲ ନଥିବା କାରଣରୁ କର୍ମକ୍ଷେତ୍ରର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁ ଅର୍ଥ ସାହାଯ୍ୟର ଦୃଢ଼ ପ୍ରତିଶ୍ରୁତି ଦେଇ ମନକୁ ଖୁସି କରିଦେଇ ପାରନ୍ତି। କର୍କଟ। କେତେକ କ୍ଷେତ୍ରରେ ବାକ୍ ଅସମଝୋତା ଯୋଗୁଁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ବାଣିଜ୍ୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ନିର୍ମାଣ କାର୍ଯ୍ୟ ସକାଶେ ପାରିବାରିକ ସହଯୋଗ ଉତ୍ସାହଜନକ ହେବ ନାହିଁ। ଆର୍ଥିକ ଦିଗଟି ମନ୍ଦ ହେବ ନାହିଁ, କିନ୍ତୁ ଋଣ ପରିଶୋଧ କରିପାରିବେ ନାହିଁ। ସିଂହ। ଶାରୀରିକ ଅସୁସ୍ଥତା ସାଙ୍ଗକୁ ଆର୍ଥିକ ଦୁରବସ୍ଥା ମାନସିକ ଅଶାନ୍ତିର କାରଣ ହେବ। ମିଥ୍ୟା ଅଭିଯୋଗରୁ ବନ୍ଧୁ ସମର୍ଥନ ଦେବା କାରଣରୁ ବିରକ୍ତ ପ୍ରକାଶ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଆଳାପ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହୋଇପାରେ। ଆଜିର ବ୍ୟବସାୟିକ ସ୍ଥିତି ସନ୍ତୋଷଜନକ ରହିବା ଯୋଗୁଁ ଖୁସି ଅନୁଭବ କରିବେ। କନ୍ୟା। କୌଣସି କାମରେ ଭୂମିକା ନଥାଇ ମଧ୍ୟ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହେବେ। ପୁରାତନ ରୋଗ ପୀଡ଼ା ଉପଶମ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ଅଧ୍ୟୟନ, ଅଧ୍ୟାପନା, ପ୍ରକାଶନ, ପ୍ରଶାସନ, କଳା ଓ ସାହିତ୍ୟରୁ ପ୍ରଶଂସିତ ହେବେ। ନିର୍ମାଣାଧୀନ କାମଟି ପ୍ରତିବନ୍ଧକ କାରଣରୁ ଅଟକି ଯାଇପାରେ। ତୁଳା। ଆପଣଙ୍କର ଦକ୍ଷତା ଏବଂ ଲୋକପ୍ରିୟତା କାରଣରୁ ସାମୟିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରାରେ ବିଳମ୍ବ ଘଟିପାରେ। କ୍ରନିକ୍ ରୋଗ ଜନିତ ଶାରୀରିକ ଅସୁସ୍ଥତା ହେତୁ ବିବ୍ରତ ରହିପାରନ୍ତି। କାମ କରିବାର ସ୍ପୃହା ଥିଲେ ମଧ୍ୟ ଅର୍ଥାଭାବରୁ ସବୁଥିରେ ପଛେଇ ଯାଇ ପାରନ୍ତି। ବିଛା। ତ୍ୟାଗ ଏବଂ ନିଃସ୍ୱାର୍ଥପରତା ପରିପ୍ରେକ୍ଷୀରେ ମନ କଥା ମନରେ ରଖି ପାରିବାରିକ ସମସ୍ୟା ସମାଧାନ କରିବେ। ପ୍ରତ୍ୟାବର୍ତ୍ତନ ପଥରେ ବନ୍ଧୁଙ୍କ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ମନୋରଞ୍ଜନ ସୁଯୋଗରୁ ହାତଛଡ଼ା କରି ମନସ୍ତାପ କରିପାରନ୍ତି। ଧନୁ। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ଘର କାମ ବୁଝିବାକୁ ସମୟ ପାଇବେ ନାହିଁ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ। କଠିନ ଶ୍ରମ ଏବଂ ଭ୍ରମଣ ଜନିତ ସାମାନ୍ୟ ଶାରୀରିକ ଅସ୍ୱସ୍ତି ମଧ୍ୟ ଅନୁଭବ କରିପାରନ୍ତି।
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସାଙ୍ଗକୁ ଲକ୍ଷ୍ୟ ପୂରଣ ମଧ୍ୟ କରିପାରିବେ। ମକର, ଉପରିସ୍ଥଙ୍କ ସହାୟତାରେ ହାତକୁ ନେଇଥିବା କାମଟି ସହଜରେ ସମ୍ପନ୍ନ ହେବାରୁ ଖୁସି ଅନୁଭବ କରିବେ। ଦୀର୍ଘ ଦିନର ପ୍ରତୀକ୍ଷାନ୍ତେ ସରକାରୀ କ୍ଷେତ୍ରରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ସମ୍ପର୍କୀୟଙ୍କ ଠାରୁ କୌଣସି ଖବର ପାଇ ଖୁସି ହେବେ। ପରୋକ୍ଷ ଶତ୍ରୁତାରୁ ଅଫିସ କାମରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। କୁମ୍ଭ, ପ୍ରତ୍ୟେକ କ୍ଷେତ୍ରରେ କିଛି ନ ବୁଝି ନ ସୁଝି କାହା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଭିତରେ ଭିତରେ ଶତ୍ରୁତା ଆଚରଣ କରୁଥିବା ବନ୍ଧୁଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ପ୍ରେସ ପବ୍ଲିକେସନ, ଆଇନ ଅଦାଲତ, ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା କାରଣରୁ ମନ ଖୁସି ରହିବ। ମୀନ, ଆଜିର ଆଲୋଚନା ସମୟରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ବିରୋଧାତ୍ମକ କଥା ଶୁଣି ମନ୍ତବ୍ୟ ଦେବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆକସ୍ମିକ ଭାବେ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ରହିପାରନ୍ତି। ନମସ୍କାର, ଜୟ ଜଗନ୍ନାଥ।